ବିଜେଡି କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହେଲେ ଶତାଧିକ କର୍ମୀ। ଆଜି ପିପିଲି ନିର୍ବାଚନ ମଣ୍ଡଳୀ ପମସରା ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେଲେ। ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ ଉପରେ ଭରସା କରି ବିଜେଡି ଓ କଂଗ୍ରେସ ଦଳ ତ୍ୟାଗ କରି ସ୍ୱେଚ୍ଛାକୃତ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଆଜି ପମସରା ପଞ୍ଚାୟତର ଆୟୋଜିତ କର୍ମୀ ସମ୍ମିଳନୀରେ ସ୍ଥାନୀୟ ବିଧାୟକ, ପୁରୁଖା କର୍ମୀ ଓ ନିର୍ବାଚିତ ୱାର୍ଡ ସଭ୍ୟ ଓ ସଭ୍ୟାଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ନିର୍ବାଚନରେ ବିଜେପିକୁ ବହୁମତ ସାବ୍ୟସ୍ତ କରିବା ଯୋଗୁଁ ବିଶେଷ କରି ମହିଳାମାନଙ୍କୁ ସଭାମଞ୍ଚରୁ ସମ୍ମାନସୂଚକ ସମ୍ବୋଧନ କରିଥିଲେ। ଯେଉଁ ଆଶା ଓ ଭରସା ରଖି ଲୋକେ ଡବଲ ଇଞ୍ଜିନ ସରକାର ପ୍ରତିଷ୍ଠା କରିଛନ୍ତି ତାହା ନିଶ୍ଚୟ ପୂରଣ ହେବ ଓ ସ୍ଥାନୀୟ ଚାଷୀଙ୍କ ସମସ୍ୟା, ଜଳସେଚନ, ଜଳ ନିଷ୍କାସନ, ରାସ୍ତାଘାଟ, ପାନୀୟ ଜଳ ଆଦି ସମସ୍ୟା ସମ୍ବନ୍ଧୀୟ ଏକ ଦାବିପତ୍ର ସ୍ଥାନୀୟ ଗ୍ରାମବାସୀମାନେ ବିଧାୟକଙ୍କୁ ପ୍ରଦାନ କରିଥିବା ବେଳେ ଯଥାଶୀଘ୍ର ଏହା ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ବିଧାୟକ। ସେପଟେ ସଭା ଶେଷରେ ମଞ୍ଚରୁ ଓହ୍ଲାଇ ମହିଳାମାନଙ୍କ ପାଖକୁ ଯାଇ ଗୋଟି ଗୋଟି କରି ସମସ୍ୟା ପଚାରି ବୁଝିଥିଲେ ବିଧାୟକ। ତେବେ ଡବଲ ଇଞ୍ଜିନ ସରକାର ଲୋକଙ୍କ ସମସ୍ୟାକୁ ଗୁରୁତ୍ୱର ସହ ନେଇ ତ୍ୱରିତ ସମାଧାନ କରାଯିବ ବୋଲି ବିଧାୟକ ଆଶ୍ରିତ ପଟ୍ଟନାୟକ କହିଛନ୍ତି। ଦେଖନ୍ତୁ, ଭାରତୀୟ ଜନତା ପାର୍ଟି ଡେଲାଙ୍ଗ ପିପିଲି ନିର୍ବାଚନ ମଣ୍ଡଳୀରେ ଜନସାଧାରଣ ଯେଉଁ ଆସ୍ଥା ପ୍ରକଟ କରି ଏଠି ଭାରତୀୟ ଜନତା ପାର୍ଟିକୁ ବିଜୟୀ କରାଇଥିଲେ ଏବଂ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ମୋହନ ମାଝୀଙ୍କ ସରକାର ହେଇଛି। ଆଜି ଆମେ ପମସରା ପଞ୍ଚାୟତରେ ଆମ ଭାରତୀୟ ଜନତା ପାର୍ଟିର ସବୁ କାର୍ଯ୍ୟକର୍ତ୍ତା ଆଜି ଗୋଟେ କର୍ମୀ ସମ୍ମିଳନୀର ଆୟୋଜନ କରିଥିଲେ ଏବଂ ତା ସହିତ ବିଗତ ନିର୍ବାଚନରେ ସାହାଯ୍ୟ କରିଥିବା ବିଭିନ୍ନ ଦଳରୁ, ବିଜୁ ଜନତା ଦଳ, କଂଗ୍ରେସ ଦଳରୁ ଯେଉଁମାନେ ଆମକୁ ସାହାଯ୍ୟ କରିଥିଲେ ଆଜି ସେ ଦଳ ପରିତ୍ୟାଗ କରି ଆଜି ସମ୍ପୂର୍ଣ୍ଣ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ। ମୁଁ ତାଙ୍କୁ ସ୍ୱାଗତ କରୁଛି, ଅଭିନନ୍ଦନ ଜଣାଉଛି ଏବଂ କଥା ଦେଉଛି ଏ ଅଞ୍ଚଳର ବିକାଶ, ଭୁବନେଶ୍ୱର ରାଜଧାନୀ, ଭୁବନେଶ୍ୱର ମହାନଗର ନିଗମର ପାଦତଳ ଏବଂ ଆମର ଧଉଳି ପର୍ବତର ପାଦଦେଶରେ ଆମର ପମସରା ଗ୍ରାମ ପଞ୍ଚାୟତ ଅବସ୍ଥିତ। ତେଣୁ ନିଶ୍ଚିତ ଭାବରେ ଏ ପଞ୍ଚାୟତର ଉନ୍ନତି, ଗୋଷ୍ଠୀମାନଙ୍କର ଉନ୍ନତି, ମାଆମାନଙ୍କର ଉନ୍ନତି, ମହିଳା ସମିତି ଏସ୍ଏଚ୍ଜି ଗୋଷ୍ଠୀମାନଙ୍କର ଉନ୍ନତି ପାଇଁ ଆମେ ବଦ୍ଧପରିକର। ସମସ୍ତେ ମିଳିମିଶି ଯେଉଁ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ରହିଛି ବିକଶିତ ଭାରତ ଏବଂ ମୋହନ ମାଝୀଙ୍କ ନେତୃତ୍ୱରେ ଯେଉଁ ବିକଶିତ ଓଡ଼ିଶା ଗଠନ ହେବ, ସେଥିରେ ପମସରା ପଞ୍ଚାୟତର ସମସ୍ତଙ୍କର କିଭଳି ଭାବରେ ଉନ୍ନତି ହେବ, ଏ ପଞ୍ଚାୟତ ଆଗକୁ ଯିବ, ଏ ପଞ୍ଚାୟତର ଡେଭଲପମେଣ୍ଟ ହେବ। ତେଣୁ ଆଜି ସମସ୍ତେ ମିଳିମିଶି ଏକତ୍ରିତ ହୋଇ ଆଜି ସଂକଳ୍ପ ନେଲୁ, ସମସ୍ତେ ମିଳିମିଶି ଅଞ୍ଚଳରେ ରହୁଥିବା ଗରିବ ନିରୀହ ଲୋକଙ୍କ ସେବା କରିବା। କେତେ ଲୋକ ଆଜି ପ୍ରାୟତଃ ପ୍ରମୁଖ ଆପଣ 2 ଜଣ ଦେଖିଲେ, ପୂର୍ବତନ ସରପଞ୍ଚ ଏବଂ ପାଖାପାଖି 100ରୁ ଉର୍ଦ୍ଧ୍ୱ ବିଜେଡି ଏବଂ କଂଗ୍ରେସ ଦଳ ଛାଡ଼ି ଏବଂ ନେତୃତ୍ୱ ମାନେ ବିଜୁ ଜନତା ଦଳର ପୂର୍ବତନ ପଞ୍ଚାୟତ ପ୍ରମୁଖ ବି ସେ ଆଜି ଭାରତୀୟ ଜନତା ପାର୍ଟି ଆମ ସହିତ ଯୋଗ ଦେଇଛନ୍ତି। ସମସ୍ତଙ୍କୁ ଭାରତୀୟ ଜନତା ପାର୍ଟି ତରଫରୁ ସ୍ୱାଗତ ଓ ପିପିଲିରୁ ସନ୍ତୋଷ ଚିନାରଙ୍କ ରିପୋର୍ଟ, ସତର୍କ ନ୍ୟୁଜ ଲାଇଭ୍।